ହ୍ୟାଲୋ ଗାଇଜ୍, ଆଜି ଆମେ କରିବା ସୁନେରି ମାଛ ତରକାରୀ। ସୁନେରି ମାଛ ହଳଦୀରେ ତାକୁ ଗୋଳେଇ ଦେବା, ତାପରେ କଢ଼େଇରେ ତେଲଟି ପକାଇ ଦେବା, ଆଉ ଗରମ ତେଲରେ ଚଡ଼ଚଡ଼ିଆ ମାଛ କରି ତଡ଼ କରି ଖାଲି ତାକୁ ଭାଜି ଦେବା। ଭାଜିଗଲା ପରେ ଟିକେ ଟିକେ ଗ୍ରାଇଣ୍ଡିଙ୍ଗ କରିବା ରସୁଣ, ଧନିଆ, ସୋରିଷ ଆଉ ଯାହା ଯାହା ପକା ତୁମେ ତ ଜାଣିଥିବ, ନାଲିଆ ଲଙ୍କା ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ତେଲକୁ ଗରମ କରିବା। ତେଲରେ ମସଲା କଷିବା ଓ ଟମାଟୋଟା ଲାଲ ହେଇଯିବେ, ବଢ଼ିଆ ଲାଗୁଛି। ୱାଓ, ଚଟଚଡ଼ କିନା ତେଲ ଗରମ ହେଲା, ସେଥିରେ ମସଲାଟା ପକାଇ ଦିଆଗଲା। ମସଲାଟା କ'ଣ ଡେଇଁଲାଣି, ମସଲାଟା କ'ଣ କଳା ଦେଖାଯାଉଛି ନା ନାଲି ଦେଖାଗଲାଣି? ନା ନାଇଁ, ମସଲା ବାହାରିଗଲାଣି, ତେଲ ବାହାରିଲାଣି। ବଢ଼ିଆ ବାସ୍ନା ହେଉଛି। ଆଉ ଏଥିରେ ଟିକେ ଏବେ ମାଛଟା କୁଆଡ଼େ ଗଲା? ହଁ, ଆଗ ହଳଦୀ ପକାଇବାକୁ ଭୁଲି ଯାଇଥିଲି। ହଳଦୀ ଟିକେ, କଞ୍ଚା ଲଙ୍କା, ଏଟା କ'ଣ ପାଚିଲା ଲଙ୍କାଟା କ'ଣ, ତାକୁ ପକାଇଦେବା। ଆଉ ମାଛଟା କୁଆଡ଼େ ଗଲା? ହଁ, ହେଇ ମରିଗଲାଣି ମାଛଟା। ନା ନା, ମାଛଟା ବଢ଼ିଆ ଫ୍ରେଶ୍ ଅଛି। ମାଛଟା ପକାଇଦେଲା ପରେ ଟିକେ ଭୃଷଙ୍ଗ ପତ୍ର ପକାଇଦେଲା ମୋ ସ୍ତ୍ରୀ। କ'ଣ ଲାଗୁଛି ନା କେମିତି ଲାଗୁଛି କ'ଣ ଟିକେ କୁହ? बढ़िया लगे हो पागल की लागछन दादा, हम तो पागल हुए हैं जैसे। मयूरभंज स्टाइल कौन बढ़िया वाला, बढ़िया लागुछ माछटा बास्ना। वाओ वाओ, ओ माय गॉड।